ମା କାହିଁକି ଆମ ପାଖରେ ରହିବେ ଏ କଥାକୁ ନେଇକି ଝଗଡ଼ା। କିଶୋରର ସ୍ତ୍ରୀ ଶ୍ରଦ୍ଧାକୁ ଯେତେ ବୁଝାଇଲେ ବି ଶୁଣିବା ପାଇଁ ନାରାଜ। ପ୍ରକାଶଙ୍କୁ କୁହ ନେଇଯିବା ପାଇଁ। ମୁମ୍ବାଇରୁ ଆସି ବଡ଼ ବଡ଼ କଥା କୁହନ୍ତି। ଆମେ ଗାଁରେ ରହିଲୁ ବୋଲି ଆମର କ'ଣ କିଛି ସ୍ୱତନ୍ତ୍ରତା ନାହିଁ? ନହେଲେ ପ୍ରଦୀପଙ୍କୁ କୁହ ଆମେରିକା ନେଇଯାଆନ୍ତୁ। ନୂଆ ନୂଆ ବାହାଇଛନ୍ତି, ଛୁଆ ପିଲା ନାହାନ୍ତି, ମାଆଙ୍କ କଥା ବୁଝିପାରିବେ। ଓହୋ, ଧୀରେ କୁହ ସୁମିତ୍ରା, ମା ବାହାରେ ଶୋଇଛନ୍ତି, ସେ ସବୁକିଛି ଶୁଣି ନେବେ। କିନ୍ତୁ ମାଙ୍କ ପାଇଁ ଏଇଟା ନୂଆ ନଥିଲା। ପ୍ରତିଦିନ ଏ ଗୋଟିଏ କଥା ସବୁ ପୁଅମାନଙ୍କ ଶୋଇବା ଘରୁ ଭାସି ଆସେ ପ୍ରତି ରାତିରେ। ପ୍ରତିଧ୍ୱନିତ ହୁଏ ତାଙ୍କ କାନ ପାଖରେ। ଆଖିର ଲୁହ ଜମି ଆସେ ଓ ଶୁଖି ଆସେ ସେଇ ଆଖି ଭିତରେ। ସେ ଜାଣିପାରନ୍ତିନି, ସକାଳ ହେଲେ ଭୁଲିଯାଆନ୍ତି ସବୁକିଛି। ପୁଅ ବୋହୂଙ୍କ କଥାକୁ ମନରେ ରଖିଲେ କୁଆଡ଼େ ଅମଙ୍ଗଳ ହେବ, ସେଥିପାଇଁ ଭୁଲିଯିବା ପାଇଁ ବାଧ୍ୟ ହୁଅନ୍ତି ମା। 70 ବର୍ଷରେ ପଦାର୍ପଣ